আমো ରାଳ ଦେଖୁ ଦେଖୁ ଦେଖେ ଦେଖିଦେଲେ ଶୋଇ ପଡୁଛି ନ ଦେଖିଲେ ଉଠଉଛି ଦେଖିଦେଲେ ଶୋଇ ପଡୁଛି ନ ଦେଖିଲେ ଉଠଉଛି ସେଇଟା କଣ ମ ଗେଟ୍ ହେଲେ ନାରଦ ହଁ ଯାଉଛନ୍ତି କିପରି ବଡ ଘର ଲୋକ ବାସ୍ କିପରି ଯିବେ ବହି ହେଲେ ଆଜ୍ଞା ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର କବି ହେଲେ ଉକ୍ତଳର ଘଣ୍ଟ ଚତୁର୍ମଣି ମହାପାତ୍ର ନାରଦଙ୍କର ଭେଷ କିପରି ନାରଦ ଯାଉଛନ୍ତି କିପରି କବି ହେଲେ ଉକ୍ତଳର ଘଣ୍ଟ ଯଦୁମଣି ମହାପାତ୍ର ବହି ହେଲେ ଆଜ୍ଞା ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର ଲେଖିଛନ୍ତି କଣ କବି ବହିଛନ୍ତି ମୁନି ମୁକୁଟ ପିଙ୍ଗଳ ଜଟି ଜଟା ଭସ୍ମ ଲେପନ ଜଟା ଭସ୍ମ ଲେପନ ଗୌରୀ କବଚନ କରିବ ହରିଦାନ ଆକାଶ ମାର୍ଗରେ ଗମନ ମଧେ ଚନ୍ଦ୍ରିକା ଶୟନ ତୁହି କେଶ ମଧେ ଚନ୍ଦ୍ରିକା ब्रह्मपुत्र देवर्षि नारद गेरुआ बसन परिधान करी महती वीणा को बजाई बजाई राम नाम मंत्र गाई गाई प्रभुଙ୍କ निकटे जाई प्रवेश होइले श्रीमान नारायण 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 श्रीमान नारायण 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 श्रीमान नारायण 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 श्रीमान नारायण 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 भज नारायण 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 गेंगर 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 मोर सूता छिड़ी बंदी मोड़ा होची प्लास्टिक सूता देवर्षि कपि बलव मधुसूदन आपण आसीबार कारण प्रणाम नियंतु प्रभु अच्छा सारा विश्व ब्रह्मांड बोली आसिली हां आपणकर कोउटी दर्शन पाइली नहीं देवर्षि एठी आसी आपणकर दर्शन पाइली देवर्षि आपणकर मुख काहे की मलिन पड़िछि महाप्रभु मोरी देखा कोउटी पाई पाइलु ना तमे श्रीमद् भगवत गीता पढ़िछ कि नहीं केना बोली भगवान श्री कृष्ण आहा अर्जुन कहले कोन बोली नाहं तिष्ठामि वैकुण्ठे योगिनां हृदयेन च मद्भक्तागायन्ति तत्र तिष्ठामि नारद भगवत गीता रे नाहं तिष्ठामि वैकुण्ठे योगिनां हृदयेन च मद्भक्त्या तत्र गायन्ति तत्र तिष्ठामि नारद मो वैकुंठ न थाए अच्छा जोगी माने को हृदय न थाए जेउडी मोर भक्त माने स्मरण करंती से ही जगह रे मो विद्यमान अच्छा पूर्णचंद्र मुख काहे के मरना पड़ी काहे की प्रभात रु जाइथिली अच्छा भैरव राजा नृसिंह के सुंदरी हां शिरनीराल सरी अच्छा राजा मते चिन्ह न बारी कोन कला से गळा रे धक्का देई बाहर करी प्रभु अच्छा आपण पाटे रे खाइबा बदल रे पिठी रे मध्य खाउचंती देवर्षि सोरिंग 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 तमे मते अटास्य करछ आपण दादाटा परा कोन आपण दादाटा परा दादा को टापरा कोन हां दादाटा परा दादाटा
You are an uncle. ଦେବର୍ଷି ମହାପ୍ରଭୁ ସେଇ ନୃସିଂହ ରାଜା ସ୍ତରୁ କିପରି ଶିରିଣୀ ପାଇବେ ଆଚ୍ଛା ଆଲୋଚନା କରୁଛି ଭାବନା କରୁଛି ଉପାୟ ଅଛି ଉପାୟ ଅଛି କଣ ଆପଣ ବୋଧେ ଭୁଲିଗଲେ ଭୈରବ ଦଶ ନୃସିଂହ ରାଜା ହଉଛନ୍ତି ଅପୌତ୍ରିକ ବାସ୍ କାଳେ ବେଳେ ରାଜା ରାଣୀ ମରିଗଲେ ରାଜ୍ୟଟି ଅରାଜ୍ୟ ହୋଇବ ଆପଣ ପୂଜା ପାଇପାରିବେ ନାହିଁ ଆପଣ ଗୋଟେ କାମ କରନ୍ତୁ କଣ ରାଜାଙ୍କ କଳରେ ଗୋଟେ ପୁତ୍ରଟି ପ୍ରଦାନ କରନ୍ତୁ ଦେବର୍ଷି ମହାପ୍ରଭୁ ରାଣୀ ଗର୍ଭରୁ ରାଜା କେବେ ପୁତ୍ର ମୁଖ ଦର୍ଶନ କଣ ପାଇଁ ରାଜା ଅନେକ ପାପ କରିଛି ପାପ ଏତେ ପାପ କରିଛି କେବେ ମଧ୍ୟ ପୁତ୍ର ମୁଖ ଦେଖିପାରିବେ ଆପଣ ବୋଧେ ବୁଝିଗଲେଣି ରାଜା ହଉଛନ୍ତି କ୍ଷତ୍ରିୟ କୁଳରେ ଜନ୍ମ କ୍ଷତ୍ରିୟ ମାନଙ୍କ ଧର୍ମ ହଉଛି ଶିକାର କରିବା ସେହି ପାପ ତାଙ୍କୁ ଲାଗିବନି ମହାପ୍ରଭୁ ସେଇ ପାପ ନୁହଁ ଆଉ କହୁ ପାପ ମଣିଷ କଣ କର୍ମ କଲେ କଣ ହୁଏ ତମେ ଜାଣିନ ନା ଶୁଣିବା ନିଶ୍ଚୟ ଏକ କୋଟି ପାପ କଲେ ନୟନ ରେ ଅନ୍ଧ କୋଟି ପାପ କଲେ ଛିଡ଼ାଏ ଗନ୍ଧ ତିନି କୋଟି ପାପ କଲେ କର୍ଣ୍ଣ ଦେବ ଧୀର ଏକ ଗୋଟି ପାପ ଗଲେ ନୟନ ବନ୍ଧ ଦୁଇ ଗୋଟି ପାପ ଗଲେ ଛିଡ଼ିଯିବ ସ୍କନ୍ଦ ତିନି କୋଟି ପାପ ଗଲେ କର୍ଣ୍ଣ ହେବ ବଧିର ଚାରି କୋଟି ପାପ ଗଲେ ନ ମିଳେ ରାଜାଙ୍କ ଅଙ୍ଗରେ ଚାରି କୋଟି ପାପ ଭରି ଅଛି ରାଜା କେବେ ପୁତ୍ର ମୁଖ ଦେଖିପାରିବେ ଆପଣ ଗୋଟେ କାମ କରନ୍ତୁ କଳେ ବଳେ କୌଶଳେ ରାଜାଙ୍କ କଳ ମଧ୍ୟରେ ଗୋଟିଏ ପୁତ୍ର ପ୍ରଦାନ କରନ୍ତୁ ଦେବର୍ଷି ମହାପ୍ରଭୁ ଶିରିଣୀ ପୂଜା କରିବ ଦାୟିତ୍ୱ ମହର ସତ କହୁଛ ଦିସ୍ ଇଜ ମାଇ ରେସ୍ପନ୍ସିବିଲିଟି ତମର ଲାଗି ଶିରିଣୀ ପୂଜା ମିଳିବ ନିଶ୍ଚୟ କରିବ ଠିକ ଅଛି ୟେସ୍ ତାର ଉପାୟ ମୁଁ ନିଶ୍ଚୟ କରୁଛି ତମେ ଯାଅ ବିଦାୟ ଦିଅ ରାଜାର ମୁଖରେ ନିଶ୍ଚୟ ମୁଁ କୋଳେ ପୁତ୍ରଟି ଦାନ କରିବି ଭଗବାନ କଲେ କଣ କଲେ ନାରଦଙ୍କ କଥା ଶୁଣି ସତ୍ୟନାରାୟଣ ପାର୍ବତୀବ ନକୁ ପ୍ରଭୁ କରିଲେ ଗମନ ବର୍ଣ୍ଣ ପୁଷ୍ପ ପ୍ରଭୁ କୋଡ଼ିନ ଆଣିଲେ ବସ ଦାନ ଏକ ଗଠନ କରିଲେ ନାରଦଙ୍କର କଥା ଶୁଣି ପ୍ରଭୁ ଭଗବାନ ଭୈରବ ରାଜ୍ୟ ନିକଟରେ ପାର୍ବତୀ ବନ ବୋଲି ଗୋଟିଏ ବନ ସେ ବନ ନିକଟକୁ ଚଳିଗଲେ ନାରାୟଣ ନାନା ବର୍ଣ୍ଣର ପୁଷ୍ପ ଗୋଡ଼େ ତୋଳି ଆଣି ମାନବ ସନ୍ତାନ ଏକ ଗଠନ କରିଦେଲେ ଆଜ୍ଞା ଜୀବନ ଆଶା ମନ୍ତ୍ର ପଢି ଜୀବ ଦାନ ଦେଲେ ମଧୁମାଖିକି ଡାକିଣ ମଧୁ ସଞ୍ଚରଣ କଲେ ମୋର ପାଟିରେ ମଧୁପାନ ହେଲା ଏପଟେ ରାଜାର ମନକୁ ଉଚ୍ଚାଟନ କଲେ ଶିକାର କରିବା ପାଇଁ ରାଜା ମନ ବଢ଼ାଇଲେ ଦ୍ୱାର ରକ୍ଷକ ମୁଁ ମହାରାଜ ତୁ ମହାରାଜ ମୁଁ କିଏ ରାଜା ବାସ୍ ମୁଁ ରାଜା ଦୂତ ଆପଣେ ରାଜା ତୁ ଦୂତ ଆପଣ ଦ୍ୱାର ରକ୍ଷକ ମୁଁ ମହାରାଜ ତୁ ମହାରାଜ ହେଲେ ମୁଁ କିଏ ରାଜା ମାନେ ମୁଁ ଦୂତ ଆପଣେ ଦୂତ ଆପଣ ମାନେ ମୁଁ ଦୂତ ତୁ ରାଜା କିରେ ଆପଣ ବୁଝିପାରିଲେନି ପରା କହିବାର ଭୁଲ ହଉଛି ନାଇଁ ଆଜ୍ଞା ଦ୍ୱାର ରକ୍ଷକ ମୁଁ ମହାରାଜ ତୁ ମହାରାଜ ମୁଁ କିଏ ରାଜା ରାଜା ମୁଁ ରାଜା ତୁ ଦୂତ ଆପଣେ ଆପଣ ରାଜା ଦୂତ ମୁଁ ବୋଲଛି ଆଉ ବୁଝିଗଲି ଏବେ ବୁଝିଗଲି ଅନେକ ଦିନକୁ ମନ ପଡିଛି ଶିକାର କରିବା ପାଇଁ ଅସ୍ତ୍ର ଯୋଗାଡ଼ କରି ଆଜ୍ଞା ବାସ୍ ଅସ୍ତ୍ର ଶସ୍ତ୍ର ସବୁ ଅଛି ଆଜ୍ଞା ଏଥିରେ ଟିକେ ଅଏଲ କମି ଯାଇଛି ମାନେ
अरे टिके ऑयल टिके सर जाई आज्ञा हेले ऑयल एबे कोठी मिलियो बापा रितेशु ए टिके कुरुला गाँव धर की आइसु जो टिके मूर्ख तार ऑयल काम बने आज्ञा सुने हां घरे अछंती पाटराणी पाटराणी पदे कहि जिबाउ हमर धर्म कर्तव्य काहे की वाय सह धर्मिणी बिना कार्य निरत न जोगाई नाना शास्त्रे नाना मते पुराण रे कहि घरु जीवा समय रे हां निज स्त्री को कहि की जीवा रोज पुरुष कर्तव्य चलो जीवा जीवा वास मते चलो हाँ पद्मावती स्वामी एम प्रणाम दो स्वामी हे कौन आई लव यू कोन लागी से पूरा मार ही मां मां कौन आई लव यू कुछ आपनु कहले स्वामी तू तोर स्वामी की हां आई लव यू कहली हां आई लव यू माने आपण कोन बुझिले मो बुझुनी समस्त बुझी गली कोन बुझिले मो बुझियाडा परे तू पचार आई लव यू अर्थ कोन कोन भाई तमे कोन बुझिले आई लव यू माने को लिंगा देख रे बूढ़ा बापा को देख रे बूढ़ा बापा को फॉलो पाउची आई लव यू माने मु तुमको फॉलो पाउची नहीं हां आई लव यू माने आइले आइबू आई लो एते किया न गिरे बापा आई लव यू माने आइले आइबू एबे आपण आसीबे हाँ। आइले आइबू आपण आसीले रानी मा आसीबे एटा होची लव यू हो भल अर्थ करे बुझे हां अच्छा पद्मावती स्वामी कौन मां गुचु नानी हां बोली कोई आपण चाह बुझो तो अनेक दिन को मन बळीची हाँ स्वामी शिकार करिबा पई अच्छा तब मते हसी हसी विदाई दियो चली जी शिकार ने मंदी स्वामी ताहले पहले चली जाओ शिकार ले मत स्वामी हां ना स्वामी तुम्हें जाओ ना स्वामी काहे की काहे कि ना नख को मांस दे परी स्वामी के स्त्री से परी तुम्हें चली जाओ तुम से तो मो भी আছে स्वामी अरे मुंडो को बाळो जाई परी नाको को सिंगाणी सही परी रानी मां आपण भी आसीबे अरे आसीबी रानी मां हां आपण भी आसीबे अरे आपण आसल को सेटा कोन मारे ना रानी मां आसुनांती आसले भल नाही कोंटा पई जीवो एडी हमें कोन कोन टिके देई की रखि दबा हां को तुम कोन दरकार को स्वामी रानी मां हां ततले टान देबी हाँ मु छोटा छुआ ने चॉकलेट खाइबी पिंगाली नहीं कुरुकुरु ना कदली रानी में कोन छुआ किने रानी मां हां छुआ नु आपण कोन छुआ है नांती छुआ माने छोटा छुआ नहीं हाँ छुआ तोर हबनी रहू तमे छुआ ही नो हां तमे छुआ है न आगे रहउतला आगे तो बोल दिला उतला अब जाओ न कुरे सुनी हो सुनो स्वामी कोन दरकार को हाँ स्वामी तुम में निश्चय ताले सुनो तो स्वामी जंगल को जेबे जीव प्राण बलहब तहे प्राण बलहब जियंत हरिण मर पाणीबा तो हाथ से काटू तो काटुनी मो अल्लाह चुको छे से किए रे मां मां को छड़ी पिला बुढ़िया कहउतंदी रे मां ये केते सुधरीबनी ये कुकुर लांगड़ आमे नाण तेल मारले मते सळ कहबनी सुनै मां कहने कह बहू अबू मारी भी गुटे तापड़ा बोपार ना कोई बारू बहू अबू भाषा जणा नहीं रे बो बीए बीडी पाठ पढ़ और बहू आउन दीड़ा अक्षर क दीड़ा अक्षर बहू छे, छे, छे। गुटे गुटे अक्षर के शेष धर पिला बहु बोली करे आंगर अभ्यास होई तार कहिबार से एते कथा ना मम्मी हबनी कह मम्मी मम्मी कौन हाँ। है आई मिस यू आई किस यू हाँ मम्मी की मम्मी जिंदी पुओ को पुओ से बहन भाई अरे कौन सा मोबाइल चला रहे हो स्वामी जंगल चले गले मो ପାଇଁ ଗୋଟେ ଜନ୍ତ ହରଣ ଦो स्वामी हरिण की परथिबा सुन दो स्वामी वाह। अति बड़ा
ପଦ୍ମାବତୀ ହଁ ଛୋଟ ହେଲେ ମରିଯିବ ବଡ ହେଲେ ପୋଷା ମାନିବ ନା ସ୍ୱାମୀ ଦୃଷ୍ଟ ବାସ୍ ଦୃଷ୍ଟ ଛେଡିକିରି କଣ ଗୋଟେ ମଧ୍ୟମ ଧରଣରେ ଛେଡିକିରି ବଟକୁଳି ତାକୁ ଆଣିଲେ କରିବ କଣ ସ୍ୱାମୀ ତାର ମୁଖ ଚାଇ ନାଥ ଦିନ ଯେ ସରିବ ଜଙ୍ଗଲକୁ ଯେବେ ଯିବ ମୋ ପ୍ରାଣ ବଲ୍ଲଭ ହଁ ମାନେ ମଧ୍ୟମ ଧରଣର ଜାଣିବି ହଁ ସ୍ୱାମୀ ତାର ମୁଖ ଯାଇ ତୁମ ଦିନ ସରିବ ସେ ସ୍ୱାମୀ ଠିକ ଅଛି ନିଶ୍ଚୟ ଆଣିବେ ବିଦା କରେଲୋ ତୋର ପାଟିଟା ବନ୍ଦ ହବ ନା କେତେବେଳେ ନହେଲେ ତୁ ଗା ଆମେ ଘଡ଼ିଆ ବହି ପଡ଼ିବୁ ଆପଣ କଣ ବିଧା ମାରିବ ମ ବିଧା ମାରେ ଲୋ ମାନେ ଯେ କୌଣସି କାମରେ ଗଲେ ବିଧା ଗୋଇଠା ଲାତ ଖାଇଲେ ସବୁ କାମ ଠିକ ହବ ଆଜ୍ଞା ହଁ ଏଥିପାଇଁ ପ୍ରମାଣ କଣ ଆମର ସନ୍ତୋଷ ଭାଇନା ପଚାରୁନ କଣ ତାଙ୍କ ଘରୁ ବାହାରିଲା ଆମ ଭାଉଜ ହାତରୁ ଗୋଟେ ବିଧାଟି ଖାଇଯାଏ ଘରୁ ବାହାରି ଭାଉଜ ପଚାରୁନ ହେଲା ନା ମୂର୍ଖ ଆପଣ ବୋଲ ଆଜ୍ଞା ତାଙ୍କୁ କଣ ହାସ୍ୟ ହଉଛି କଲେ ଏଇଟା ସତ ତ ସତ କହୁଛୁ ହେଲା ସବୁ ସବୁ ତମ ବିରୋଧ ପାର୍ଟି ଲୋକ ଡାକ ମାର ବିଧା ମାଲ ହଉ କେତେ ମାଇକିନା ହେଇଛୁ ଲୋ ହଁ କହିଲି ବୋଲି ସତରେ ବିଧା ମାରିଦେଲୁ ଯେ ହେ ଭଗବାନ ଭଗବାନ ଡାକୁ ଭଗବାନ ବିଦା କରେଲୋ ସ୍ୱାମୀ ମୋର ରାଜକୁମାରୀ ବିଦା କରେଲୋ ମୋର ରାଜକୁମାରୀ ବିଦା କରେଲୋ ଆହୁରି ଜଙ୍ଗଲକୁ ଯିବି ଜଙ୍ଗଲକୁ ଯିବି ଆହୁରି ଜଙ୍ଗଲକୁ ଯିବି ଶିକାର କରି ବିଦା କରେଲୋ ମୋର ରାଜକୁମାରୀ ବିଦା କରେଲୋ ରାଜା ଧୀରେ ଚଳିଗଲେ ଜୀବନରେ ଯାଇ ପ୍ରବେଶ ହୋଇଲେ କଥାକୁ ଜାଣିଦେଲେ ପ୍ରଭୁ ନାରାୟଣ ଜୀବନର ଶିଶୁ କରିଲେ ଗର୍ବ କରି ନନ୍ଦର ନନ୍ଦନ ତାଙ୍କ ଆଗରେ ଯାଇ ଦେଲେ ଦର୍ଶନ ଦ୍ୱାର ରକ୍ଷକ ଏ ହେଉଛି ପାର୍ବତୀ ବନ ହିଂସ୍ର ଜନ୍ତୁ ମାନଙ୍କର ପେଣ୍ଟ ପୁନଃ ବିରାଜ ସ୍ଥଳୀ ତଳି ଶିକାର କରି ବି ଆସୁଥିଲେ ଆସୁଥିଲେ ଅନେକ ଶିକାର ମିଳୁଥିଲା ମିଳୁଥିଲେ କିନ୍ତୁ ଆଜି ଗୋଟେ ମଧ୍ୟ ଶିକାର ଦେଖା ଯାଉନାହାନ୍ତି କେଉଁ ଆଡେ ଗଲେ ସବୁ ରାଜପୁର ପଳେଇ ଗଲେ କୁଆଡେ ରାଜପୁର ରାଜପୁର ହଁ କାହିଁକି କାଲି ଯାତ୍ରା ଭାଙ୍ଗିଲାନି କି ସବୁ ଅଇଁଠା କରି ଜାକିବାକୁ ପଳାଇଛନ୍ତି ଓ ସାହସପୁର ସାହସପୁର ରାଜପୁର ଆଚ୍ଛା ଆଚ୍ଛା ହଉ ଆରେ ହେ ଆସିଲା ବେଳେ କହିଥିଲେ ହଁ ଅତ୍ୟନ୍ତ ସୁନ୍ଦର ମୃଗ ଭାରି ବିଉଟିଫୁଲ ଧରି ଆସିବା ଯିବି ଯା ଏ ଲିଙ୍ଗା ତାକୁ ଯଥା ଶୀଘ୍ର ଧରି ଆସିବୁ ଧୀରେ ଧାମନ୍ତେ ଧୀରେ ଧାମନ୍ତେ ସୁନ୍ଦର ହରିଣୀ ହେ ମହରିଣୀ ଧୀରେ ଧାମନ୍ତେ ସୁନ୍ଦର ହରିଣୀ ହେ ମହରିଣୀ ଧରୁ ଧରୁ କରୁ ମୃଗଳାଉଛି ଧରୁ ଧରୁ କରୁ ମୃଗଳାଉଛି ଗୋଡ଼ାଇଛନ୍ତି ରଘୁମଣି ହେ ମହରିଣୀ ଧୀରେ ଧାମତେ ସୁନ୍ଦର
ଆଜ୍ଞା ମାରଦେଲି ଆଜ୍ଞା ମାରଦେ ଧାୟାସ ଆରେ ଧାୟାସ ମାରଦେଲି ତମେ ଧାୟାସ ମାରଦେଲି ମାରଦେଲି ଆଜ୍ଞା କଣ ଆଜ୍ଞା ମାରଦେଲି କଣ ଏଣ୍ଡାଟା ଫୁଲୁକା ରୋଗ ହବରେ ପୁଅ ଏଣ୍ଡା ଖାଇବୁ ଏଣ୍ଡା ମାରିବିନି ଆମେ ଗଣ୍ଡା ବଧ କରିବା ପାଇଁ ଆସିଛନ୍ତି ଗଣ୍ଡା ମାରିବା ଏଣ୍ଡା କେତେବେଳେ ମୁର୍ଗ ଦୁଟି କେତେବେଳେ ମୁର୍ଗ ଦୃଷ୍ଟି आज्ञा पड़ेले आज्ञा पड़ेले मु आसी परिबिनी बापा किए पड़ेले हम लिंगा बा अरे मूर्ख हां आमे मूर्ख पे आछंती ताले कोन करबा याको धरि पाइलुनी ना आज्ञा एडे काम करबा जीवन रे मध्य को मारी चली जीवा बध करबे नीति नीति हां मारी भी बोली राम मने बिचारी मारी भी बोली राम मने बिचारी गोदरे कांड चोरीले बच्चा जते मिले कर बिंदीले हे महरे हे धाम रक्षक अरण्य मध्य मानव शिशुर क्रंदन शुभुची आज्ञा भालू आज्ञा भालू आज्ञा भालू भालू आज्ञा आज्ञा भालू भालू आज्ञा पिला भालू भालू पिला पिला भालू भालू पिला भालू आज्ञा भालू मो भालू की भालू आज्ञा मारबी रे पो भालू आज्ञा गोठ गान दिले मरी गले आज्ञा मनुष्य शिशुर क्रंदन शुभुची कहूची भालू 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 से प्लान करूची कौन प्लान जदि आपण ता बाकू जीव से आपण को छु 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 हां हां चिबेई दबो ओरे 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 क्षत्रिय राजा तार द्वार रक्षक तू डरुचु ओ माय गॉड प्रभु प्रेमानंद ये क्या हुआ मैं डर गया मु डरुनी क्या मु डरुनी ताल देखिस आपण जदि भाबुछ मु डरुची आपण गोटे काम कोन आपण आगे चल मु पछरा आउची डरुनु मु आगे गले तू पछे आसीबु पिले तू अंडे प्लेट आई दोने की चेकिंग कोनु हे देखलु देखियास आज्ञा भालू भालू आज्ञा आज्ञा भालू जानजुना मनुष्य जिते डरचु कि रे आज्ञा भालू हां भालू आज्ञा अळी पिकिया ताको पापा धर दे
କିଛି ହବନି ଭାଲୁ ଛୁଆ ନୁହଁ ହଁ ଆଜ୍ଞା ମନୁଷ୍ୟ ଶିଶୁ ଦେଖିଦେଲି କିପରି କଳା କଳା ମାନେ ତାର ହେଇ ମୁଣ୍ଡ ପଟେ କେଶ ଦେଖିଦେଲୁ ଆଣି ପିଲା କଣ କାର ମା ଜନ୍ମ କରି ଛାଡି ଚାଲି ଯାଇଛି ଏ ଲିଙ୍ଗା ତା ନା ଲିଙ୍ଗା ନାଇଁ ମାଣରେ ତୁ ଏ ବାହାନି ଏ ରିତେଶୁ ଏ ଡିସମ୍ବୁ ଏରେ ଅପୂର୍ବ ସନ୍ତାନ ମରିଯିବ ଆଣି ସନ୍ତାନ କେବେ ଧରିଲୁ ଛି ଏତେ ସୁନ୍ଦର ସନ୍ତାନ ବାସନା କାର ମା ଜନ୍ମ କରି ଛାଡି ଯାଇଛି ହଁ ରେ ଆଜ୍ଞା ମହାଦେବଙ୍କ ଆଶୀର୍ବାଦରୁ ବୋଧେ ସନ୍ତାନ ଭାଗ୍ୟରେ ଥିଲା ଛି କାହିଁକି ଜାଣିଛୁ ବା ଧରି ଚାଲିଯିବା ବା ଆରେ ନ କାନ୍ଦ ମୋର ବାଳ ତନୁ ଯାଇ ନ କାନ୍ଦ ମୋର ବାଳ ତନୁ ଧାରେ ନ କାନ୍ଦ ମୋର ଭାଗ୍ୟ ଥିଲେ ମୋର ମରେ ଭାଗ୍ୟ ଥିଲେ ମୋର ଜରେ ହୋଇ ପୁରା ଯାଏ ନ କାନ୍ଦ ମୋର ବାଳ ତନୁ ଧାରେ ନ କାନ୍ଦ ମୋର प्रवेश होइले राज्य मध्य घरे अछंती पाटराणी नारी मान को विश्वास नहीं विश्वास नहीं कहीं जानिछु वाय केबेले नारी मान को विश्वास करी झियो पिला को तो केबे विश्वास करबु ना खाली नारी मान को नु आउ कहा को पांचुड़ा न को विश्वास नहीं कोन से पांचुड़ा न कोन कोन नाग नाग नदी नदी निया निया नरेश नरेश नारी नारी नाग साबु केते क्षीर गोड़ दे बसिबु चट्ट मारिबा गाय नदी रे पानी अछि न जानि के बसिबु हसै कि नै जिबा निया को जगह रे छाड़ी आसिले घर राजा भलो मंद विचार करिवे नि मुंड काटी गंडी सुनी दे देबा नारी मान को गोटे कथा कहिसे कहबोनी गा खटे देबा बस सेमान होचंदी ई टीवी सेंटर आइ बस खुला आइ गेला बंद नै आइ बंद होबनी गोटे काम करिवि कोन करिवि घरे अछंती पाटराणी पाटराणी तोर पाटराणी मो हां तमे कहबाडा तोर कथा बार्ता बेसी बोलु बसी जाउ रानी मा बताले हां बोलु आ किछ नै ए पीस नानी तोर के मो पीछे नानी ए बड़मा ए खुड़ी एगो दादार माइपो मूर्ख भी खोड़ी तो बोली दादार माइबो कोन मो तमे टिके तमर पार्टी एपटे आसु सुनी पड़ो हैला तो आज्ञा नानी रानी मा बताले हां बोलु रानी मा पछाले हां बोली समस्त सुनुछन हैला आज मोर भूल हो जाउ आ किछ कहबो रानी मा पछाले हां बोली बस एटा मोर भलो बा हां पद्मावती स्वामी एही मो प्रणाम नंतु स्वामी जेते बेले शिकार करिबा पई गली हां स्वामी तमे मते कहितिला हां मूर्ख छुआ आनिबा पई अच्छा महादेव का आशीर्वाद रु मूर्ख छुआ बदल रे बेस गोटे मानव संतान मिली सत्य स्वामी ताको पुत्र रूप रे पालन कर तोर तमर नारी जीवन धन्य हबा आमे बापा मा डाक सुनिबा अच्छा द्वार रक्षक हाँ संतानाणी ओ संतान निघंज कारण मते देइतिली कोनी गंज अरण्य भीतर देइतिली नहीं हां हां देई दिलो आनी कई मु रखी जी कोठी बांधी के रखी देसी पिल्लाडा मरी जी गरी एयर कंडीशन कर दे जाई एयर कंडीशन करी देखो स्वामी ए कोटक स्वामी अपूर्व संतान ना स्वामी आमे तमे कुमार ऊपर पालन करो स्वामी नारी जीवन धन्य होई जीवो ना स्वामी माने ए कोन करछो का मा को छोड़िया जे स्वामी पद्मावती हां स्वामी तू विश्वास लागुना स्वामी आम कोଳରେ संतान नाही बोली का मा को छोड़िया जे स्वामी तमे स्वामी के एमिति कहि पारुछ हां स्वामी स्वामी के अविश्वास करि पारुछ हां स्वामी मते विश्वास लागुना स्वामी
ସ୍ୱାମୀ ଉପରେ ସନ୍ଦେହ କରିପାରୁଛ ନିଶ୍ଚୟ ସ୍ୱାମୀ। ତମେ ଜାଣିନ ଯୋଉ ନାରୀ ସ୍ୱାମୀ ଉପରେ ସନ୍ଦେହ କଲା ତା ପରିଣାମ କେଡେ ଭୟଙ୍କର ଆଚ୍ଛା ତମେ ଜାଣିଛ କି ନାହିଁ? ନାହିଁ। ଶୁଣ ତ୍ରେତୟା ଯୁଗର କଥା ହଁ ରାମ ଠାକୁର ମା ଜନକ ନନ୍ଦିନୀ ସୀତାକୁ ହରାଇ ଦେଇଥିଲେ। ଯେତେବେଳେ ସୀତା ମାତାକୁ ଖୋଜି ଖୋଜି ଯାଉଛନ୍ତି ହଁ ପ୍ରତିଦିନ ମହାଦେବ ଆଚ୍ଛା ରାମଚନ୍ଦ୍ରକୁ ହାତ ଟେକୁଛନ୍ତି। ବେଶ ମା ପାର୍ବତୀ କହିଲେ ସ୍ୱାମୀ କଣ ବୋଲି କହିଲେ? ତମେ ତ ଦେବଦେବ ମହାଦେବ ହଁ ହଁ ତୁମ ଠାରୁ ବଡ କିଏ? କିଏ ବଡ? ସେତେବେଳେ ମହାଦେବ କହିଲେ ମୋ ଠାରୁ ଅଛନ୍ତି ପରମବ୍ରହ୍ମ ପିତା ହଁ ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ର। ଆଚ୍ଛା ସେତେବେଳେ ପାର୍ବତୀ କହିଲେ ଯିଏ ନିଜ ସ୍ତ୍ରୀକୁ ରୋକି ପାଇଲାନି ସିଏ ତମ ଠାରୁ ବଡ ତାଙ୍କୁ ମୁଁ ପରୀକ୍ଷା କରିବି। ହଁ ମହାଦେବ ମନା କରୁଛନ୍ତି ପାର୍ବତୀ ରାମକୁ ପରୀକ୍ଷା କରିବା ପାଇଁ ଗଲେ କିପରି? ସୀତା ରୂପ ଧାରଣ କରି ଚାଲିଗଲେ ହଁ କିନ୍ତୁ ପରମବ୍ରହ୍ମ ଠାକୁର ଅନ୍ତର୍ଯ୍ୟାମୀ ହଁ ହଁ ମା ପାର୍ବତୀକୁ ହାତ ଯୋଡ଼ିଦେଲେ ଆଚ୍ଛା କହିଲେ ମା ହଁ ହଁ ହେଉଛି ଅସୁର ରାକ୍ଷସ ମାନଙ୍କର ବନ ତୁମେ କାହିଁକି ଛଳନା କରୁଛ? ଆଚ୍ଛା ତମେ ଉଆସ ମଧ୍ୟକୁ ଚାଲିଯାଅ। ଯେତେବେଳେ ଜାଣିପାଇଲେ ମା ପାର୍ବତୀଙ୍କର ପୂର୍ଣ୍ଣଚନ୍ଦ୍ରମୁଖ ମଳିନ ପଡିଗଲା। ହଁ ପ୍ରକୃତରେ ପରମ ପିତା ପରମ ବ୍ରହ୍ମ ନାରାୟଣ ମହାଦେବଙ୍କ ନିକଟକୁ ଗଲେ। ବେଶ ମହାଦେବ କହିଲେ କଣ କଣ ବୋଲି କହିଲେ? କୁଆଡେ ତମେ କୁଆଡେ ଆସୁଛ? ଆଚ୍ଛା ନା ତମ ନିକଟରେ ରହିବି। ରାମଚନ୍ଦ୍ର ହଉଛନ୍ତି ମୋରି ବାପା ଆଜିଠାରୁ ତମେ ସୀତା ରୂପ ଧାରଣ କଲ ତୁମେ ହଉଛ ମୋ ପାଇଁ ମା ଆଚ୍ଛା ତେଣୁକରି ଆଜିଠାରୁ ତୁମେ ଅଲଗା ହେଇକି ରହିବ। ବର୍ଷକୁ ହଁ ଶୀତଳ ଷଷ୍ଠୀ ଦିନ ତୁମରି ମୁହଁରେ ଦେଖା ହବ ବାହାଘର। ସତେ ସ୍ୱାମୀଙ୍କୁ ଅବିଶ୍ୱାସ କଲେ ବୋଲି ହଁ ଜୀବନ ସାରା ସ୍ୱାମୀ ସ୍ତ୍ରୀ ଅଲଗା ହେଇଗଲେ। ବେଶ ତମେ ସ୍ୱାମୀ ଉପରେ ସନ୍ଦେହ କରୁଛ ନିଶ୍ଚୟ ସନ୍ଦେହ କରୁଛି। ତମ ନାରୀ ଜୀବନଟା ହଉଛି ସନ୍ଦେହ। ନାହିଁ ଯେତିକି ପୁଅ ପିଲାମାନେ ବସିଛ ଘରକୁ ଗଲା ବେଳେ ଖାଲି ନିଜ ସ୍ତ୍ରୀକୁ ପରୀକ୍ଷା କରିବା ପାଇଁ ପାଟିଟାକୁ ବୋଲେଇ ଦବ ଚାଦରଟାରେ ଏମିତି ପୋଛି ଦବ। କଣ ପାଇଁ? ତମ ନାରୀ କହିବ କଣ ଖାଉଥିଲ ପରା? ନାରୀ ଜାତିରେ ଭାରି ସନ୍ଦେହୀ। ହଁ ଚନ୍ଦନ ଭାଇ ନାରୀ ମାନଙ୍କର ଗୋଟେ ଲକ୍ଷଣ ସ୍ୱାମୀ ମିଛଟାରେ ମଧ୍ୟ ବାଟି ବୋଲେ କଣ ଖାଉଥିଲ ଆଉ ମତେ ଦେଖି ତୁନି ବୋଲ ସ୍ୱାମୀ କିଛି ଖାଇ ନଥିବେ ନାହିଁ ତମେ ସେମିତି ଅବିଶ୍ୱାସ କରୁଛ? ହଁ ଯଦି ମତେ ଅବିଶ୍ୱାସ ଆଚ୍ଛା ସାଥିରେ ଦ୍ୱାର ରକ୍ଷା ଯାଇଥିଲେ ତାହେଲେ ଠିକ ଅଛି। ଦ୍ୱାର ରକ୍ଷକ ସନ୍ତାନଟି ବୃକ୍ଷ କତିରୁ ମିଳିଛି କି ନାହିଁ? ବାସ୍ ସତ୍ୟ କହୁଛୁ ତମର କା ମା କୋଉ ଛୋଡେ ଆଣିଛ ନା? ହଁ କଣ ବୋଲଛି? ଆରେ ସନ୍ତାନଟି ବୃକ୍ଷ କତିରୁ ମିଳିଛି କି ନାହିଁ? ବାସ୍ ପଚାର। ସତ୍ୟ କହୁଛୁ ତମର କା ମା କୋଉ ଛୋଡେ ଆଣିଛ ନା? ଆରେ ସନ୍ତାନଟି କା ମା କୋଳ ଛଡି ଆଣିଛନ୍ତି? ସତ୍ୟ କହୁଛୁ ତମର କା ମା କୋଉ ଛୋଡେ ଆଣିଛ ନା? ଆରେ ଛେଳି ମାଡ଼ ଗୁଳ ଗୁଲାଳ ଫଟେଇ ଦେଲୁ ଇଏ ପିଲା ସନ୍ତାନଟି ବୃକ୍ଷ କତିରୁ ମିଳିଛି କି ନାହିଁ? ଶୁଣ ସତ୍ୟ କହୁଛୁ ତମର କା ମା କୋଉ ଛୋଡେ ଆଣିଛ ନା? କଣ ହଁ ତୁ ଏଇଠି କହ 100 ଗଣ ମୁଁ 1000 ଟଙ୍କା ଦେବି 1000 ଦେବି। ବାସ୍ ହେଲେ ସନ୍ତାନଟି ଆମେ କା ମା କୋଳରୁ ଆଣିଛନ୍ତି? ହଁ ମା କୋଳରୁ ଆଣିଛୁ ତୁ କଣ ମ ମୋ ପଚାରିଲେ ହଁ ରାଣୀ ମା ପଚାରିଲେ ହଁ ମୁଁ ପଚାରିଲେ ହଁ କହିବି ରେ ସତ କହ ମାନେ ଆମର ଶଙ୍କର ଭାଇନା ଭଳିଆ ରହିଛି। ମହାଦେବର ପୁଅ ରେ ଆଚ୍ଛା ପାଠ ପଢିଛୁ କି ନାହିଁ? ପ୍ରାର୍ଥନା କରୁଛୁ କି ନାହିଁ? ପଢିନୁ ଶୁଣେ आहे दयामय विश्व बिहारी हे दयामय विश्व बिहारी आहे दयामय विश्व बिहारी आगे दयामय विश्व बिहारी आरंभ प्रार्थना भूल गला मते एतिकी सिखाओ साईं। हाँ बस मते एतिकी सिखाओ साईं मते एतिकी सिखाओ साईं मोर धन जन लोड़ा नहीं मोर धन जन लोड़ा नहीं मोर धन जन लुड़ा अछि हे कौन आपन धन
ଧନ ଜନ ଲୁଡା ନାହିଁ ପରା ନାଇଁ ମୋର ଧନ ଜନ ଲୁଡା ଅଛି ପ୍ରାର୍ଥନା ଲେଖା ଅଛି ମୋ ସତ କହିବାକୁ କିଆଁ ଡରିବି ସତ କହି ପଛେ ମଲେ ମରିବି ଇଏ ମୋର ଧନ ଜନ ଲୁଡା ନାହିଁ ପାଠ ପଢିଛୁ ମିଛ କହୁଛୁ ଏଟା ପ୍ରାର୍ଥନା ଆପଣ ଭୁଲ ଦୁନିଆରେ ବଡ ବାପ ଗୁଡା ଜାଣିଛୁ ମଣିଷ ମାରିଲେ ବାପ ନୁହଁ କୌଣସି ଚୋରି କଲେ ବାପ ନୁହଁ ପଦେ ମିଛ କହିବୁ ମହାପାପ ମୁଁ ପଦେ ମିଛ କହିବିନି ଯେ ପ୍ରାର୍ଥନା ଭୁଲ ହେଇଗଲା ମାମୁ ପ୍ରାର୍ଥନା ଭୁଲ ହେଇଗଲା କଣ আহে দয়াময় বিশ্ব বিহারী আগে দয়াময় বিশ্ব বিহারী তম বাড়ি আড়ে শাগ কিয়ারি ইয়াড়ে শাগ কিয়ারি তমে নীতি কাটি কাটি খাউছ ତମେ নীতি কাটি কাটি খাউছ মো মাগিলে নাই বলুছ বলুছ কালু বাপা নাই বলুছ হ্যাঁ বুড়া বুড়ি খাই পড়ে যাউছ মো মাগিলে নাই বলুছ কাଳୁ ବାପା ଲାଳୁ ବାପା ଇଆଡେ ସତ କହ রানীমা যোগ্য সন্তান এ পিলা মু পাইছি হে ভগবান ভগবান নাই মু পাইছি ତୁ କଣ ପାଇଛୁ ରେ রাজদূত মিশিকি পাইলে ଏ ମୂର୍ଖ ମିଶିକି ପାଇଲେ ନୁହଁ ମୋ ଏ ପିଲା ମୁଁ କାଢିଲି ବାହାର କଲି ହଁ ତାଙ୍କୁ ବୁଝୁଛି ଏ ପିଲା ରାଜା କାଢିଲେ ବାହାର କଲି ବୋଲି ହେଲା ଆଜ୍ଞା ଆପଣ ଚାକିରିଆ ଲୋକ ହଁ ଆପଣଙ୍କର ୱାର୍ଡ ଇଜ ୱାର୍ଡ କଥା ନାହିଁ ୟାର ସେ ବାସ୍ ମୁଁ ନୌକରିଆ ଲୋକ ମୋର ଆଇଲେ ଦେଲେ ଖାଇଲେ ପିଇଲେ ଏଇ ଗାଳି କଲେ ସବୁ ଏମିତିଆ ଭାଷା ଆଜ୍ଞା ଶୁଣ ସ୍ୱାମୀ ସବୁରାଣ ପଡିବୁ କେଣେ ମି ତରତର ହଉଥିଲେ ପୁଅ ମଣିଷ ତରତର ବିକା ଯାଏନି ଏ ଘୋଡା ଏଇ ରାଣୀ ମାକୁ ଗାଲ ଫଟେଇ ଦିଅ ପୁଅ ଛାଡ କଂସ ଜନ୍ମ ନୁହଁ ମ କୃଷ୍ଣ ଜନ୍ମ ଆମର ଘାସିରାମ କେଉଟ ବହିଟା ସିନା 5 ଟଙ୍କା ସେଠି ଲେଖା ହେଇଛି କଣ ଜାଣିଛ আচ্ছা ପକ୍ଷୀ ଠାରୁ ଡିମ୍ବକୁ ଯେ ଆଣିବ ଛଡ଼ାଇ କାଶୀ କ୍ଷେତ୍ର ଦୟା ଗଲେ ପାଦ କନ যাই পাদ কোন যাই পাদ কোন যাই আজি গয়া গঙ্গা গলে পাদ কোন যাই ପଦ୍ମାବତୀ ସ୍ୱାମୀ ପକ୍ଷୀଟାରୁ ଡିମ୍ବଟା ଯୋଉ ଛଡେଇ ଆଣିବ হ্যাঁ କାଶୀ କ୍ଷେତ୍ର ଗଙ୍ଗା ଗଲେ ମଧ୍ୟ আচ্ছা ସେ ପାପ ଧୌତ ହବନି ସତ୍ୟ ସ୍ୱାମୀ হ্যাঁ ସାମାନ୍ୟ ଡିମ୍ବଡି ଆଣିଲେ ପାପ ଧୌତ ହବନି ଆଚ୍ଛା আচ্ছা କଣ ବିମ୍ବ ବୋଲେ କଣ ଗ ଅଣ୍ଡା ଅଣ୍ଡା ଛଡେଇକି ଆଣେ ପାପ ଲାଗିବ ମହାପାପ ହେଲେ ଆର ମାକୁ ହେଲେ ପାପ ଲାଗିବ ତାର ମାକୁ ଆର ମା ସ୍କୁଲରେ ପିଲାମାନଙ୍କୁ ଅଣ୍ଡା ଦଉଛି ଆଉ ଗଭର୍ଣ୍ଣମେଣ୍ଟ ସପ୍ଲାଇ କଲେ ତା ମା ଅଣ୍ଡା ଦଉଛି ତୋର ମା ସ୍କୁଲରେ ପିଲାମାନଙ୍କୁ ଅଣ୍ଡା ଦଉଛି କଥା କିରେ ପୁଅ ଏଇ। ତୋର ମା ପିଲାମାନଙ୍କୁ ଅଣ୍ଡା ଦଉନି କୁକୁଡ଼ା ଅଣ୍ଡା ଦଉଛି କୁକୁଡି କଞ୍ଚା କୁକୁଡି କଞ୍ଚା ଅଣ୍ଡା ଦଉଛି ତୋର ମା ପିଲାମାନଙ୍କୁ ସିଝା ଅଣ୍ଡା ଦଉଛି ଓ ତୋର ମା ଚାକିରି କରୁଛି ତୋ ମାର ଗରମ ପାଣି କୋଉଠି ବାହାରୁଛି হ্যাঁ ଗ୍ୟାସରେ ବସ ତୋ ମାର କୋଉ ଗ୍ୟାସ ହେ ଚିପି ହେଚବି ମା ତୋ ମାକୁ ଗ୍ୟାସ କିଏ ପୁରଉଛି କମ୍ପାନୀ ସରିଗଲା ପରେ କମ୍ପାନୀ ନାଇଁ ରେ ବାପା ସରିଗଲା ପରେ ଆମର ବାପାଜୀ ଭାଇନା ପୁରଉଛି ଗାଲ ସେ 2 ଘଣ୍ଟାରେ କିଏ ପାଇଁ ପାଖ ତଳେ ଗିରିଗିରି ବୁଲୁଛି ଖାଇବୁ ଯାର କହିବୁ ତାର ସେ ଲୋକ ନଥାଏ ଯେ ଭୋକରେ ମରିବୁ ଲୋକ ସେଥିପାଇଁ ତାକୁ କହୁଛି ଶୁଣ ସ୍ୱାମୀ ତେଣୁ କରି ଯଦି ସାମାନ୍ୟ ପକ୍ଷୀଟାରୁ ଡିମ୍ବଡି ଆଣିବା ଆଣିକି ବାପ ଆଚ୍ଛା ସନ୍ତାନରେ ବାପ ଲାଗିବନି ନିଶ୍ଚୟ ଲାଗିବ ସ୍ୱାମୀ ଦ୍ୱିତୀୟ ପଦରେ ଘାସିରାମ କେଉଟ କହିଲେ କଣ କଣ ପାଇଁ କଣ? କହିଲେ ମାତା କଳୁ ପୁତ୍ରକୁ ଯେ ଆଣିବ ଛଡ଼ାଇ କାଶୀ କ୍ଷେତ୍ର ଗୟା ଗଲେ পাদ কোন যাই পাদ কোন যাই পাদ কোন যাই আজি গয়া গঙ্গা
କେବେ ହେଲେ ମା ପାଖରୁ ପିଲାକୁ ଛଡେଇକି ଆଣିବନି। अच्छा କଣ ପୁତ୍ରକୁ ଛଡେଇକି ହେଲେ ପାପ ଲାଗିବ। ମହାପାପ ଧରି ନିଅ କଣ? ମାଡା ବାଡିଆରେ ରୋଷେଇ କରୁଛି, ହଁ ବାପାଟା ମଝିରେ ବସିକି ଟିଭି ଦେଖୁଛି। ସେତେବେଳେ ପିଲାଟା କାନ୍ଦିବ, କାନ୍ଦିବୁ ବାପା ଯାଇକି ଛଡେଇକି ଆଣିବ ହଁ। ନା ହାତ ବାଜିବ ବୋଲି ତୁନି ପଡିବ? କଣ ହାତ? ଗରମ ଭାତକୁ ପିଲାକୁ ଆଣିବୁ। ଆଣିବ। ସେଇ ସମୟରେ ପିଲାକୁ ଆଣିବ। ଓ ଗଣ୍ଡଗୋଳ କରିକି ମୋର ପିଲାକୁ ମତେ ଦେ। ସ୍ୱାମୀ ସ୍ତ୍ରୀ ଭିତରେ ଗଣ୍ଡଗୋଳ ହବ, ହଁ। କେବେ ହେଲେ ମା ପାଖରୁ ପିଲାକୁ ଅଲଗା କରିବୁ। ଓ ଗଣ୍ଡଗୋଳ କରିକି ଆଣିବନି। ଆହୁରି କଥା ବୋଲେ ମାଇକିନା ଲୋକମାନେ କହୁନାହାନ୍ତି ନାରୀ ଜାତି ହଁ କଣ କହୁଛନ୍ତି? ଆରେ ଅଭଦ୍ର ଜାଗା ଜାଗା କି ଦେଖିବନି ଯୋଉଠି ଏଡା। ଆଜ୍ଞା 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 ଆଇ ଆମ୍ ଭେରି ଭେରି ସରି ଆଜ୍ଞା ଆଜ୍ଞା ଆଇ ଆମ୍ ଭେରି ଭେରି ସରି ୟୋର ନେମ୍ ଇଜ ଘୁଷୁରୀ। ଘୁଷୁରୀ ପିଲା କଥାରେ କଣ ଯେତେ ମାଠୁ ମାଠେ ସେଇ ତର ବୁଢା କାଟେ ଅଙ୍ଗାର ସତ ଦଉତନ ମଳି ଅଂଶ ନ ଯାୟତେ ଅଙ୍ଗାର ବାରମ୍ବାର ଧୋଇଲେ ମଧ୍ୟ ତାର ଧଳା କଳା ଭାରିରେ ବୋଝାନ୍ତୁ ନା ଗାଲଟା ଫଟେଇ 50 ଟଙ୍କା ମେଳା ଭଜ ଭାଇ କଳାରେ ଧଳା ବାହାରିଛି। ଏ ପିଲାଟା ଜାଣିନି କଥା ବୋଲେ କହୁଛି ଆଜ୍ଞା ଏ ମାଇକ ନଡୁ ଯାଉ ଡଣ୍ଡରା ହେଇଛୁ ଗୋ ମୋଠା ପାଲଟିକି ପିନ୍ଧା ପରେ ବହି ପଡୁଛୁ ଯାଉନୁ ବଜାରକୁ କଣ ଭାଇ ବିସ୍କୁଟ ପ୍ୟାକେଟ ଆଣିବୁ। ବିସ୍କେଟ ପ୍ୟାକେଟ ପିଲାଟାକୁ 21 ଦିନ ହେଇଥିବ ହଁ ତା ପାଇଁ ବିସ୍କୁଟ ପ୍ୟାକେଟ କଣ ଭାଇ କହୁଛନ୍ତି? ଦେଖିଲା ବେଳକୁ ପିଲା ଖାଇବ 2ଟା ମା ଖାଇବ 4ଟା। ହଁ ସେଥିପାଇଁ ମାଇକିନା ଲୋକ ଯାକ ସବୁ ଶୀଘ୍ର ମୁଟି ହେଇଯାଉଛନ୍ତି। ଗରମ ପାଣି ଏକା ପକେଇ ଦିଅ ମାଇକିନା ଲୋକ କଥା କହିବୁ ବୋଲି ହେଲେ ବୁଝିପାଇଲ? ତେଣୁ ୟାକୁ ପୁତ୍ର ରୂପରେ ପାଳନ କର। ସ୍ୱାମୀ ନା ସ୍ୱାମୀ ଏ ପୁତ୍ରକୁ ପାଳନ କରିବେନି ସ୍ୱାମୀ। କାହିଁକି? କାହିଁକି ନା ମୁଁ ହଉଛି ଗୋଟେ ବନ୍ଧା ନାରୀ। ହଁ ମୋ ସ୍ଥାନ ମଧ୍ୟରେ କ୍ଷୀର ସାରିବି ନାହିଁ। ବାସ୍ ଏ ପୁତ୍ରଟି ବଞ୍ଚିବ କିପରି ସ୍ୱାମୀ? ଢାମ୍ପଡ଼ କଣ କରିବୁ? ମାରିଦେବି ଲୋକ ଜାଣିଛୁ ନା ବୋଲେ ବନ୍ଦିଆ ନାରୀ ସ୍ତନରୁ କ୍ଷୀର ନ ବୋଲେ କଣା କରିଦେଲେ ହେଇଯିବ କି ପୁଅ? କେମିତି ବୁଦ୍ଧି ଦୁସୁଛୁ ତତେ ଏମିତି? ସେ ଭଲ ମନ୍ଦ ବିଚାର କରେ। କଣ ଭାଇ? ଅମୃତଭଣ୍ଡା କଣ ଭାଇ? ସ୍ତନରୁ କ୍ଷୀର ହଉଥିଲେ ସିନା ଆମେ ଧରିବ। ବନ୍ଦିଆ ନାରୀ ସ୍ତନରୁ କ୍ଷୀର ସରିଯିବ କି ରେ ମୂର୍ଖ ନେଇକିରି। ଆଜ୍ଞା ଭଗବାନ ସିନା ସନ୍ତାନ ଦେଇଦେଲେ ସନ୍ତାନ ବଞ୍ଚିବ କିପରି? ବନ୍ଦିଆ ନାରୀ ସ୍ତନରୁ କିପରି କ୍ଷୀର ସ୍ରବିବ? ପୁତ୍ର ବଞ୍ଚିବ କିପରି? ଭଗବାନ ଆଜ୍ଞା ମାୟା ଆରମ୍ଭ କରିଦେଲେ। अच्छा କଣ ଆରମ୍ଭ କଲେ? कौन ରେ ମାୟା ଧର ତ ମାୟା କିଏ ବୁଝିବ? माया करो तो माया किए बुझिबो माया करो तो माया किए बुझिबो माया करो तो माया किए बुझिबो ଶୁଣୁଥିବେ ଗୁଣି ଜନ ଦେଇ ମନ କର माया धरो ପଦକେ ଲାଗିବ ଅମୃତ ସମାନ। माया धरो ବେଶ ଧରିଲେ ପ୍ରଭୁ ନାରାୟଣ माया धरो ରାଜରେ ଯାଇ କରିଲେ ଭ୍ରମଣ। माया धरो ଗ୍ରାମେ ବୁଲି ପ୍ରଭୁ ଧୀରେ ଚଳିଗଲେ माया धरो ରାଜସିଂହରେ ପ୍ରଭୁ ହାଜର ହୋଇଲେ। माया धरो ମାୟା କିଏ बुझिबो ଭଗବାନଙ୍କର ମାୟା କିଏ ବୁଝିବ ଆଜ୍ଞା? ମହାଦେବ ବୁଝି ନ ପାରି ପଡି ଯାଇଥିଲେ ଆଜ୍ଞା। हाँ ନିଜେ ନାରାୟଣ ଗୋଟେ ଜ୍ୟୋତିଷ ବେଶ ଧାରଣ କରି ଭୈରବ ରାଜ୍ୟରେ ଭ୍ରମଣ କରୁଛନ୍ତି। अच्छा ଆସନ୍ତୁ ମା